ପରିବାରରେ ରହୁଥିବା ସମସ୍ତ ସଦସ୍ୟମାନେ ଏପରିକି ଭାଇ ଭାଇ ବା ପିତାମାତା ବା ପିତା ପୁତ୍ର ଯଦି ପରସ୍ପର ଭିତରେ ସ୍ନେହ ସମ୍ପର୍କ କଟିଯାଇଛି, ହିଂସାତ୍ମକ ଆଚରଣ ହେଉଛି ଯାହା ଆଜି ଦିନରେ ପ୍ରତ୍ୟେକ ଘରେ ଦେଖିବାକୁ ମିଳୁଛି। କରନ୍ତୁ ଏହି ପ୍ରତିକାରଟି। ଖଣ୍ଡିଏ କଦମ୍ବ ଗଛର କାଠ ବା ଡାଳ ଆଣି ଘରର ମଧ୍ୟଭାଗରେ ରଖନ୍ତୁ ଓ ପ୍ରତ୍ୟେକ ରବିବାର ଝୁଣା ଦାନିରେ କିଛି କାଠରେ ନିଆଁ ବା କାଠ ଅଙ୍ଗାରରେ ନିଆଁ ଦେଇ ସେଥିରେ ପାରାର ଶୁଖିଲା ବିଷ୍ଟା ପକାଇ ଏହାକୁ ଝୁଣା ଧୂପ ଦେଲା ପରି ଘର ସାରା ବୁଲେଇ ଦିଅନ୍ତୁ। ରବିବାର ଦିନ କରିବେ ଏହାକୁ। କିଛି ଦିନ କରନ୍ତୁ, ଦେଖିବେ ପରସ୍ପର ଭିତରେ ଥିବା ହିଂସାତ୍ମକ ଚିନ୍ତାଧାରା ଦୂରେଇ ଯିବ ଓ ସ୍ନେହ ଶ୍ରଦ୍ଧାରେ ଆପଣମାନେ ପରିବାରରେ ସୁଖ ଶାନ୍ତିରେ ରହିବେ। ଦର୍ଶକ ବନ୍ଧୁ, ଏହି ମହାବିଦ୍ୟା ଆଷ୍ଟ୍ରୋ ଚ୍ୟାନେଲଟିକୁ ଆପଣ ସବସ୍କ୍ରାଇବ୍ କରି ଏମିତି ଅନେକ ଉପାଦେୟ କଥାର ଉପଯୋଗ କରି ନିଜେ ଶାନ୍ତିରେ ରହିବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ସୁଖ ଶାନ୍ତିରେ ରହିବାକୁ ଦିଅନ୍ତୁ ଓ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ସେୟାର ମଧ୍ୟ କରନ୍ତୁ।